ଦୁଇ ଦିନ ଲାଗାତାର ବର୍ଷା ହେବାର ସମ୍ଭାବନା ରହିଛି। ହଁ ଦର୍ଶକ ବନ୍ଧୁ, 2 ଦିନ ଲାଗାତାର ବର୍ଷା ହେବାର ସମ୍ଭାବନା ରହିଛି। 2 ଦିନ ଲାଗାତାର ବର୍ଷା ଯୋଗୁଁ ଆପଣଙ୍କର ଫସଲ କ୍ଷତି ହୋଇପାରେ ଏବଂ ବର୍ଷା ସମୟରେ 30 ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଆରମ୍ଭ କରିବା ପୂର୍ବରୁ ଆପଣମାନେ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଯଦି ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ ଆଉ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ 30 ରୁ 40 କିଲୋମିଟର ଘଣ୍ଟା ପ୍ରତି ରହିବ। ଦର୍ଶକ ବନ୍ଧୁ, ଆପଣଙ୍କୁ ରିକ୍ୱେଷ୍ଟ କରିବେ, ଆପଣ ସବୁଦିନ ପାଣିପାଗ ଅପଡେଟ୍ ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟକୁ ସେୟାର କରନ୍ତୁ, କାହିଁକିନା ଚାଷୀମାନେ ପାଣିପାଗ ଅପଡେଟ୍ ଖବର ନିହାତି ଜରୁରୀ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଅଗଷ୍ଟ 6 ତାରିଖ 2024ରେ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଏହି ଜିଲ୍ଲାମାନଙ୍କର ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଦର୍ଶକ ବନ୍ଧୁ ଏବଂ ମୟୂରଭଞ୍ଜରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, କିନ୍ତୁ ମୟୂରଭଞ୍ଜ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଦର୍ଶକ ବନ୍ଧୁ, ଶେଷ ଥର ରିକ୍ୱେଷ୍ଟ କରିବି ଆପଣମାନଙ୍କୁ, ଆଜିର ପାଣିପାଗ ଅପଡେଟକୁ ଆପଣ ଯଦି ନୂଆ କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଆଜିର ପାଣିପାଗ ଅପଡେଟ୍ ଖବରକୁ ଲାଇକ୍ କରନ୍ତୁ, ଯାହା ଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରକୁ ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।